जय हिंद जय जगन्नाथ। तो केमिति अछ समस्ते आशा करछि आपण माने बहुत भरे थिबे एवं आपणक प्रिपरेशन भी बहुत भरे करथुबे। तो आज सकालु सकालु तुम मानक पई गोटे गुड न्यूज ने आसी जाइछि जे माने कि ओडिशा होमगार्ड नियुक्ति को अपेक्षा करथिले कि आम मानक जिल्ला रे केबे आसीबो एवं आपण ଏହା କେବେ ଆପ୍ଲାଏ କରିପାରିବେ। ତ ଦେଖନ୍ତୁ ଯେଉଁମାନେ ପୁରୀ ଡିଷ୍ଟ୍ରିକ୍ଟରୁ ବିଲଙ୍ଗ କରନ୍ତି ତାଙ୍କ ପାଇଁ ଗୋଟେ ବହୁତ ବଡ଼ ଖୁସି ଖବର, ତୁମ ଡିଷ୍ଟ୍ରିକ୍ଟର ଓଡ଼ିଶା ହୋମଗାର୍ଡ଼ ଭ୍ୟାକେନ୍ସି ଆସିଯାଇଛି। ଏବଂ ଯେଉଁମାନେ ଅନ୍ୟ ଜିଲ୍ଲାରୁ ବିଲଙ୍ଗ କରୁଛନ୍ତି ତ ଭିଡ଼ିଓକୁ ଆପଣ ଶେଷ ଯାଏଁ ଦେଖନ୍ତୁ। ମୁଁ ଲାଷ୍ଟରେ ତୁମକୁ କହିଦେବି କି ତୁମ ଜିଲ୍ଲାର ଭ୍ୟାକେନ୍ସି କେବେ ଆସିବ ହୋମଗାର୍ଡ଼ର। ତ ଚାଲନ୍ତୁ ଆଜିର ଭିଡ଼ିଓଟି ଷ୍ଟାର୍ଟ କରିବା। ଯେଉଁମାନେ ଚ୍ୟାନେଲରେ ଫାର୍ଷ୍ଟ ଟାଇମ୍ କରି ଆସିଛ ସେମାନେ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅ ଏବଂ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିଦିଅ। ଏବଂ ଏହି ନୋଟିସ୍ର PDF ମୁଁ ମୋର ଟେଲିଗ୍ରାମରେ ଦେଇଦେବି, ଆପଣ ସେଠି ଯାଇ ଡାଉନଲୋଡ଼ କରିନେବେ। ଠିକ୍ ଅଛି, ମୁଁ ଡେସ୍କ୍ରିପ୍ସନରେ ଟେଲିଗ୍ରାମର ଲିଙ୍କ୍ ବି ଦେଇଦେବି। ତ ଚାଲନ୍ତୁ ଆଜିର ଭିଡ଼ିଓଟି ଷ୍ଟାର୍ଟ କରିବା। ତ ଦେଖନ୍ତୁ ନୋଟିସ୍ଟି ଫାର୍ଷ୍ଟ, এটা অফিসিয়াল নোটিসটা আসছে জিলা গৃহীর কার্যালয় পুরীর। তো নোটিস নম্বর 47 গৃহরক্ষী তারিখ 15/2/2025 শ্রীমান মহাসমেন্দ্র গৃহরক্ষী বাহিনী ওড়িশা কটক চিঠি সংখ্যা 226 গৃহরক্ষা তারিখ 5/2/2025 অনুযায়ী পুরী জেলার নিম্নলিখিত গৃহরক্ষী পদবী চয়ন নিমন্তে উপযুক্ত প্রার্থীমানଙ୍କ ଠାରୁ ନିର୍ଦ୍ଧାରିତ ଫର୍ମରେ ଦରଖାସ୍ତ ଆହ୍ୱାନ କରାଯାଇଛି। ଠିକ୍ ଅଛି, ତ ଓଡ଼ିଶା ହୋମଗାର୍ଡ଼ ଆକ୍ଟ 1961, ଓଡ଼ିଶା ହୋମଗାର୍ଡ଼ ରୁଲ୍ 1962 କାଲକୁଲେସନ୍ ଅର୍ଡ଼ର ନମ୍ବର 1/2025 ଅନୁଯାୟୀ କାର୍ଯ୍ୟକାରୀ କରାଯିବ। ତ ଦେଖନ୍ତୁ ଆପଣଙ୍କ କ୍ୟାଟାଗୋରୀ ଏଠି ଆପଣ ଦେଖିନିଅନ୍ତୁ ଏବଂ ଖାଲି ଗୃହରକ୍ଷୀ ପଦବୀ ସଂଖ୍ୟା ତ ଟୋଟାଲ ଭ୍ୟାକେନ୍ସି ଆସିଛି 82ଟି ଆପଣଙ୍କ ଭ୍ୟାକେନ୍ସି ମିଳିଛି ପୁରୀ ଡିଷ୍ଟ୍ରିକ୍ଟ ପାଇଁ। ଠିକ୍ ଅଛି, ଟୋଟାଲ ପୁରୀ ଡିଷ୍ଟ୍ରିକ୍ଟ ପାଇଁ 82ଟି ଭ୍ୟାକେନ୍ସି ରହିଛି। ଏବଂ ଆପଣଙ୍କ ଯୋଗ୍ୟତା କ'ଣ କ'ଣ ଆପଣ ଏଥିରେ ହେବା କଥା ଦେଖିନିଅନ୍ତୁ। ଆବେଦନକାରୀ ପୁରୀ ଜିଲ୍ଲାର କୌଣସି ଅଞ୍ଚଳରେ ହୋଇଥିବା ଆବଶ୍ୟକ, ଓଡ଼ିଶା ଭାଷାରେ କହିବା ପଢ଼ିବା ଲେଖିବା ଜାଣିଥିବା ଆବଶ୍ୟକ ଏବଂ କୌଣସି ଫୌଜଦାରୀ ମକଦ୍ଦମାରେ ସଂଯୁକ୍ତ ନଥିବେ, ଆପଣ କୌଣସି ବି ଆପଣଙ୍କ ନାଁରେ କିଛି FIR ନଥିବା କଥା ଏବଂ ଆପଣ ସବଳ ହୋଇଥିବେ, ଶାରୀରିକ ବିକଳାଙ୍ଗ ହୋଇନଥିବେ। ଠିକ୍ ଅଛି, ତ ଦେଖନ୍ତୁ ଆପଣଙ୍କ ଯେଉଁ ଏଜ୍ ଲିମିଟ୍ ଅଛି, ମୁଁ ଏଜ୍ ଲିମିଟ୍ ଆପଣଙ୍କୁ କହିଦେଉଛି। ଆପଣଙ୍କ ଏଜ୍ ଲିମିଟ୍ 1/1/2025 ଯେ ଆପଣଙ୍କ ଏଜ୍ ହେଉଥିବା କଥା ଏବଂ ଆପଣଙ୍କୁ 20 ବର୍ଷରୁ 60 ବର୍ଷ ଭିତରେ ବୟସ ହେଉଥିବା କଥା। ଠିକ୍ ଅଛି, ତ ଆପଣଙ୍କ କ୍ୱାଲିଫିକେସନ୍ କ'ଣ ଅଛି ଦେଖିନିଅନ୍ତୁ। ଆବେଦନକାରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ LP ଷ୍ଟାଣ୍ଡ ନିମ୍ନ ପ୍ରାଥମିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ, ଯେଉଁଟାକି ଆପଣଙ୍କ ପଞ୍ଚମ କ୍ଲାସ୍। ଠିକ୍ ଅଛି, ପଞ୍ଚମ କ୍ଲାସ୍ ଆପଣ ପାସ୍ ହୋଇଥିଲେ ଏହା ଆପଣ ଆପ୍ଲାଏ କରିପାରିବେ। ଯେମିତିକି ଆପଣଙ୍କ କେଉଁ ଡିଷ୍ଟ୍ରିକ୍ଟ ଥିଲା କି କଳାହାଣ୍ଡି ଡିଷ୍ଟ୍ରିକ୍ଟ ପାଇଁ ଯେମିତି ଥିଲା ସେମ୍ ସେମିତି ବି ଏଠିରେ ଅଛି। ଠିକ୍ ଅଛି, ତ ଆପଣମାନେ ଦେଖିପାରିଲେ ଏଜ୍ ଲିମିଟ୍, ଏଜୁକେସନ୍ ଏଲିଜିବିଲିଟି କ୍ରାଇଟେରିଆ କ'ଣ ଥିଲା। ତ ଏବେ ଦେଖିନିଅନ୍ତୁ ଆପଣ ଏ ଯେଉଁ ଫର୍ମ ଅଛି ସେ ଫର୍ମରେ କ'ଣ ସବୁ ଅଛି ଏତେ ଲେଖା ହେଇଛି ଦେଖନ୍ତୁ। ଆବେଦନକାରୀ ନିର୍ଦ୍ଧାରିତ ଫର୍ମ ନମ୍ବର A ପୂରଣ କରି ସିଧାସଳଖ ପୁରୀ ଜିଲ୍ଲା ଗୃହରକ୍ଷୀ କାର୍ଯ୍ୟାଳୟରେ ପୁରୀଠାରେ ତା 20/2/2025 ଦିଗ ଅପରାହ୍ନ 3/3/2025 ଯାଏ ଆପଣ ଏହା ଯେଉଁ ଅଫିସରେ ଥିବ ସେ ଯାଏ ଏହି ଡେଟ୍ ମଧ୍ୟରେ ଆପଣ ଯାଇକି ଡିପୋଜିଟ୍ କରିଦେବେ। ଠିକ୍ ଅଛି, ନିମ୍ନ ନିର୍ଦ୍ଧାରିତ ତାରିଖ ପରେ ପହଞ୍ଚିବା ଦରଖାସ୍ତ ଅପୂର୍ଣ୍ଣ ଦରଖାସ୍ତ ଭାବରେ ନିଆଯିବ। ଏହି ଡେଟ୍ ସରିଲା ପରେ ଯଦି ଆପଣ ଦେବେ ତ ତାହା ଆକ୍ସେପ୍ଟ କରାଯିବନି। ଠିକ୍ ଅଛି, ଆବେଦନକାରୀ ଡ୍ରାଇଭିଂ ଲାଇସେନ୍ସ, କମ୍ପ୍ୟୁଟର, ଇଲେକ୍ଟ୍ରିକାଲ, ମେକାନିକାଲ, କୁକ୍, ଲେଣ୍ଡରୀ, ହେୟାର କଟିଂରେ ଅଭିଜ୍ଞତା ରହିଥିଲେ ଉକ୍ତ ଚୟନ ପରୀକ୍ଷାରେ ଅଗ୍ରାହ୍ୟ ତାହାକୁ ପ୍ରଥମେ ପ୍ରାୟୋରିଟି ଦିଆଯିବ। ଠିକ୍ ଅଛି, ଯଦି ଆପଣଙ୍କ ପାଖରେ କିଛି ଆପଣଙ୍କ ଏକ୍ସପିରିଏନ୍ସ ଅଛି ତ ଆପଣଙ୍କୁ ପ୍ରଥମେ ସେ ଚାନ୍ସ ମିଳିବ। ଠିକ୍ ଅଛି, ତ ଏଇଟା ଥିଲା ଓଡ଼ିଶା ହୋମଗାର୍ଡ଼ ପୁରୀ ଡିଷ୍ଟ୍ରିକ୍ଟ ପାଇଁ। ଏବଂ ଆପଣଙ୍କ ଡିଷ୍ଟ୍ରିକ୍ଟରେ କେବେ ଆସିବ ମୁଁ କହିଦେଉଛି। ଦେଖନ୍ତୁ କିଛି ଦିନ ଆଗରେ ଆପଣଙ୍କ କଳାହାଣ୍ଡି ପାଇଁ ଆସିଥିଲା, ଏବେ 2-4 ଦିନ ଗଲା ପରେ ଆପଣ ପୁରୀରୁ ଆସିଯାଇଛି। ତ ଏମିତି ଆଉ 2-4 ଦିନ ଗଲେ ଆପଣଙ୍କ କେଉଁ ଡିଷ୍ଟ୍ରିକ୍ଟ ଆସିଯିବ ତାହା ଜଣାପଡ଼ିଯିବ। ଠିକ୍ ଅଛି, ଆପଣ କେଉଁ ଡିଷ୍ଟ୍ରିକ୍ଟର ମୋତେ ଟିକେ କମେଣ୍ଟରେ କହିଦିଅନ୍ତୁ, ମୁଁ ଆପଣଙ୍କୁ କମେଣ୍ଟରେ ରିପ୍ଲାଏ କରିଦେବି କି ଆପଣଙ୍କ ଡିଷ୍ଟ୍ରିକ୍ଟଟି କେବେ ଆସିବ। ଠିକ୍ ଅଛି, ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିଦିଅ ଏବଂ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିଦିଅ।